ମାନେ ଯେମିତିକି ମୁଁ କହିଥିଲି ଫାଷ୍ଟ ପାର୍ଟରେ ସେଠି ଆମେ ସେଠୁ ପୁରୀରୁ ଫେରିଥିଲୁ। ଆମେ ଏବେ ଯାଉଛୁ ତାରାତାରିଣୀ ବ୍ରହ୍ମପୁର ରୋଡ଼, ଯେଉଁଟାକି ଆମ ପୁରୀଠୁ ପୁରା ଅପୋଜିଟ୍ ରୋଡ଼ରେ ପଡ଼େ। ଆଉ ଆମେ ବାହାରି ଯାଇଥିଲୁ ଅଲରେଡ଼ି ରାତି 9ଟା 10ଟା ବେଳକୁ ବାହାରି ଯାଇଥିଲୁ ପୁରୀରୁ। ସେଥିପାଇଁ ଆମକୁ ଟିକେ ଅସୁବିଧା ହେଇଥିଲା, କୁହୁଡ଼ି ବଗେରା ହେଇଯାଇଛି। ଆଉ ଆମେ ରାସ୍ତା ମଝିରେ ଠିଆ ହେଇଛୁ ଗାଡ଼ି ରଖିକି, ଚା ବଢ଼ିଆ ପିଉଛୁ ଆଉ ଅପେକ୍ଷା କରୁଛୁ ଯେତେବେଳେ କୁହୁଡ଼ି କମିବ ବାହାରିକି ଯିବୁ ଦିନ ହେବ। ଦେଖିବ ତ ସାଇଡ଼୍ରେ ଆମ ଠିଆ ହେଇଛି ଗାଡ଼ି, ଆଉ ଆମେ ଏଠି ଠିଆ ହେଇଛୁ। କେତେ ସାରା କୁହୁଡ଼ି ହେଇଛି ମାତ୍ରକେ ଆମେ ଏଠୁ ବାହାରି ଯିବୁ ମାଆଙ୍କ ପାଖକୁ, ତାରାତାରିଣୀ ମାଆଙ୍କ ପାଖକୁ ଦର୍ଶନ କରିବା ପାଇଁ। ଆମ ଗାଡ଼ି ଏବେ ପୁରା ଷ୍ଟାର୍ଟ ହେଇଯାଇଛି। ଆଉ ଆମେ ବାହାରିଲୁଣି ପୁରା ମାଆଙ୍କ ପାଖକୁ। ଆମ ଗାଡ଼ି ପୁରା ସ୍ପିଡ଼ରେ ଅଛି ଆଉ ଆମେ ଯାଉଛୁ ମାଆଙ୍କୁ ଦର୍ଶନ କରିବା ପାଇଁ। ଏବେ ରାସ୍ତାରେ କୁହୁଡ଼ି ଆହୁରି ବି ଅଛି, ଦେଖିପାରୁଥିବେ। ରାତିରେ ଭିଡ଼ିଓ କରିନଥିଲି କାରଣ ଯେଉଁଟାକି ଜଣା ହିଁ ପଡ଼ୁନଥିଲା। ଆପଣ ଦେଖିଥିବେ ଫାଷ୍ଟ ଭିଡ଼ିଓରେ ଜମା ବି ଜଣା ପଡ଼ୁନି ରାସ୍ତାରେ ଯେଉଁ ହେଇଛି କୁହୁଡ଼ି, ଯେଉଁଟାକି ବାଟ ବି ଜଣାପଡ଼ୁନି କି କିଛି ବାହାର ଦେଖାଯାଉନି କୁହୁଡ଼ି ପାଇଁ। ଲାଇଟ୍ ବି କିଛି କାମ କରୁନଥିଲା, ଏତେ କୁହୁଡ଼ି ହେଇଥିଲା ଯେ କହିବା କଥା ନୁହେଁ। ବହୁତ ସାରା କୁହୁଡ଼ି ଯେଉଁଟାକି ଜଣା ହିଁ ପଡ଼ୁନି। ଆଉ ସେଥିପାଇଁ ମୁଁ ରାତିରେ ଭିଡ଼ିଓ କରିନଥିଲି, ଡେରେ ଆପଣମାନେ ଭିଡ଼ିଓ ଦେଖିପାରୁଥିବେ ବହୁତ ସାରା କୁହୁଡ଼ି କାକର ପଡ଼ିଛି, ଯେଉଁଟାକି ଜମା ବି ଗାଡ଼ି ଚଲାଇବା ପାଇଁ ସେଫ୍ଟି ନୁହେଁ। ଆମ ଗାଡ଼ି ବହୁତ ସ୍ଲୋ ଥିଲା, ଆମ ଗାଡ଼ି ବହୁତ କମ୍ ସ୍ଲୋରେ ଯାଉଥିଲା। ଆଉ ଦି ସାଇଡ଼୍ରେ ନଜାରା ଦେଖିକିନି ଆମ ମନ ପୁରା କ'ଣ ମାନେ କହିବି ସେଇଟା କହିହେବନି, ଯେଉଁଟାକି ଆପଣ ନିଜେ ଯାଇକି ଦେଖିପାରିବେ। ଏତେ ସୁନ୍ଦର ନେଚର୍ର ଏତେ ସୁନ୍ଦର ଦେଖାଯାଏ। ମୋତେ ତ ବହୁତ ପସନ୍ଦ ପାହାଡ଼ ପର୍ବତ ଗଛ, ମୋତେ ବହୁତ ପସନ୍ଦ ଏସବୁ ଜିନିଷ। ମୋତେ ଦେଖିବାକୁ ବହୁତ ଭଲ ଲାଗେ, ବହୁତ ଶାନ୍ତି ବି ଲାଗେ ମନ, ଯେଉଁଟାକି ମୁଁ ଦେଖିବାକୁ ପୁରା ଭଲସେ ଏନ୍ଜୟ କରିଥିଲି। ବହୁତ ହି କମ୍ ଭିଡ଼ିଓ କରିଛି, ଆପଣମାନେ ଦେଖିବେ ବହୁତ କମ୍ ଭିଡ଼ିଓ କରିଛି କାରଣ ମୁଁ ସେ ନେଚର୍କୁ ଉପଭୋଗ କରିବାରେ ହିଁ ଲାଗିଯାଇଥିଲି। ମୋତେ ବହୁତ ହି ପସନ୍ଦ ନେଚର୍। ସାଇଡ଼୍ରେ ପାହାଡ଼ ଆଉ ଗଛ ବୁର୍ଛ ଜଙ୍ଗଲ, ସାଇଡ଼୍ରେ ଗଲାବେଳେ ତ ଆମେ ହରିଣ ବି ଦେଖିଥିଲୁ, ଯେଉଁଟାକି ବହୁତ ଦୂରରେ ଥିଲା। ଆଉ କ୍ୟାମେରାରେ ଏତେ ଭଲସେ ଜୁମ୍ କଲାଠୁ ବି ଆସୁନଥିଲା। ମୁଁ ଆପଣମାନଙ୍କୁ ଦେଖେଇଛି, ଆପଣମାନେ ଦେଖିବେ। ବହୁତ ସୁନ୍ଦର ଭାବରେ ଦୁଇଟା ହରିଣଟି ସାଙ୍ଗ ହୋଇ ଚରୁଥିଲେ। ଆଉ ଆମେ ଦେଖି ପାଖରେ ହରିଣକୁ ସକ୍ ପୁରା ହେଇଯାଇଥିଲୁ, ଯେଉଁଟାକି ଆମେ ଏଠି କଟକ ମଣ୍ଡକରେ ଆମେ ତ ଜୁମ୍ରେ ହିଁ ଦେଖୁଛୁ, ନର୍ମାଲି ଯାଇକିନି ଅଲଗା ଏମାନଙ୍କରେ ଦେଖୁଛୁ। କିନ୍ତୁ ସେଠି ତ ଓପନଲି ବିଲରେ ହିଁ ବୁଲୁଥିଲେ, ଯେଉଁଟାକି ଆମ ପାଇଁ ନୂଆ ଥିଲା। ସେଠିକା ଲୋକ ତାଙ୍କୁ କୌଣସି କ୍ଷତି ପହଞ୍ଚାନ୍ତିନି, କିନ୍ତୁ ଆମ ଏରିଆ ଲୋକ ଦେଖିଲେ ତାଙ୍କୁ ମାଡ଼ି ବସି ଖାଇଦେବେ। ମୋତେ ସେଇ ଟାଇମ୍ ଭାରି ଦୁଃଖ ଲାଗେ। ହଁ ଅବଶ୍ୟ ଆମେ ଚିକେନ୍ ମଟନ୍ ଖାଉ, କିନ୍ତୁ ଗୋଟେ ଜୀବକୁ ଜବରଦସ୍ତି ମାଡ଼ି ବସି କାଟିକି ଖାଇବା କେତେରୁ ଠିକ୍। ମୋତେ ଭାରି ଦୁଃଖ ଲାଗେ ତାଙ୍କୁ ଦେଖିଲେ। ଆଉ ସେ ଦୁଇଟାକ ସେଠି ସାଙ୍ଗ ହୋଇ ଖେଳୁଥିଲେ, ବହୁତ ସୁନ୍ଦର ଲାଗୁଥିଲେ ତାଙ୍କ ଯୋଡ଼ି। ଆଉ ତାଙ୍କୁ ଦେଖି ସାରିଲା ପରେ ଆମେ ବାହାରିଥିଲୁ ପୁଣି ମାଆଙ୍କ ପାଖକୁ। ବାଟରେ ଗୋଟେ ଗାଡ଼ି ଆକ୍ସିଡେଣ୍ଟ ହେଇଯାଇଥିଲା, ଯେଉଁଟାକି କୁହୁଡ଼ି ପାଇଁ ହେଇଥିଲା। କାଲି ରାତିରେ ବହୁତ ସାରା କୁହୁଡ଼ି ପାଇଁ ରାସ୍ତାରେ ଗାଡ଼ି ଆକ୍ସିଡେଣ୍ଟ ହେଇଥିଲା, ସେଥିପାଇଁ ରାସ୍ତା ଜାମ୍ ଥିଲା। ଟିକେ ଲେଟ୍ ହେଇଗଲା, ମାଆଙ୍କ ପାଖରେ ପହଞ୍ଚୁ ପହଞ୍ଚୁ 11ଟା ହେଇଗଲା। ଆପଣ ମୁଁ ଦେଖନ୍ତୁ ଏଠି ଦୁଇଟା ଯେଉଁ ଦେଖାଉ ଛୋଟ ଛୋଟ କୁନି କୁନି ଦେଖାଯାଉଛି, ବହୁତ ଦୂରରେ ଥିବା ହରିଣ ଦୁଇଟା ଏଠି ସାଙ୍ଗ ହେଇକିନି ଘାସ ଚରୁଛନ୍ତି କି କ'ଣ କେଉଁଟା ଖାଉଛନ୍ତି ବଗେରା, କିନ୍ତୁ ବହୁତ ଦୂରରେ ଅଛନ୍ତି, ଯେଉଁଟାକି ଦେଖାଯାଉନି। ଜୁମ୍ କଲାଠୁ ବି ଠିକ୍ସେ ଦେଖାଯାଉନି। ଆମ ଗାଡ଼ି ଏବେ ଚାଲିଲା ଆଗକୁ। ଏବେ ପାହାଡ଼ ଉପରୁ ଗାଡ଼ି ଚଢ଼ିବ ଆଉ ବହୁତ ହି ସୁନ୍ଦର ନଜାରା ରହିବ। ପୁରା ଦୁଇ ସାଇଡ଼୍ରେ ପାହାଡ଼, ଆଉ ମଝିରେ ଆମ ଗାଡ଼ିଟା ଚାଲିବ। ସେ ଭିଡ଼ିଓଟାକୁ ଟିକେ ସ୍ପିଡ଼ି କରିନେଇଛି କାରଣ ଆମ ଗାଡ଼ି ଯେତେ ସ୍ଲୋ ଚାଲିଥିଲା ଭିଡ଼ିଓ ତ ବହୁତ ସାରା ଲଙ୍ଗ୍ ହେଇଥିଲା, ସେଥିପାଇଁ ମୁଁ ସ୍ପିଡ଼ି କରିନେଇଛି। ନା କି ଆମ ଗାଡ଼ି ସ୍ପିଡ଼ି ଚାଲିଛି ଏତେ ଜୋରରେ ଆପଣ ଭାବିବେ। ମୁଁ ସେଥିପାଇଁ ଆପଣଙ୍କୁ କହିଦେଇଛି ଆମ ଗାଡ଼ି ବହୁତ ସ୍ଲୋ ଥିଲା, ଆଉ ମୁଁ ତାକୁ ସ୍ପିଡ଼ି କରିନେଇଛି କାରଣ ଆମର ଭିଡ଼ିଓ ବହୁତ ଲଙ୍ଗ୍ ହେଇଯାଇଥାନ୍ତା। ଏବେ ଆମ ଗାଡ଼ି ପୁରା ପାହାଡ଼ ଉପରେ ଯାଇ ମାଆଙ୍କ ପାଖାପାଖି ପହଞ୍ଚିଗଲାଣି। ଆମେ ଏବେ ଗାଧୁଆ ପାଧୁଆ ସାରି ପୁରା ନଈରେ ନୂଆ ଜାଗା, ଖୋଲା ପାଣି, ବହୁତ ହି ମଜା ଲାଗିଥିଲା। ଗାଧୁଆ ପାଧୁଆ ସାରି ମାଆଙ୍କୁ ଦର୍ଶନ କରିବା ପାଇଁ ବାହାରି ଯାଇଛୁ। ଏଇ ଗୋଟେ କଥା ଅଛି, ମା ତାରାତାରିଣୀ ଦୁଇ ଜଣ ଦୁଇ ଭଉଣୀ, ଆମେ ବି ଚାଲ ଦେଖିବା ଦୁଇ ଭଉଣୀଙ୍କୁ ଟିକେ ଦର୍ଶନ କରିବା ଆଉ ଆସିବା। ମୂଳରୁ ଉପରକୁ ଯାଇନୁ ତାର ଧରେ ଯିବ ରୂପା ଜମା ହାତ ହାତ ସବୁଟାକୁ ଧରିବେ ନା ମ୍ୟାଡ଼ାମକୁ ଥୋଇଦେଲି ଗାଡ଼ିରେ ଭିତରେ ରହିଗଲା। ପାହାଡ଼
କେହି ନାହାନ୍ତି ପୁରା ଫାଙ୍କା ପଡ଼ିଛି ହଉଥିଲା ହାଟଣା ହଉଛି ରୂପ ମାନେ ଜାଣିଛୁ 50 କହୁଛୁ ଆମେ ଯିବୁ ରୂପରେ ଏଇଠୁ ବସିବ ରୂପରୁ ନା ଗାଡ଼ି ଏଠି କେତେ ନାଚିଲେ ମାନେ ବାଟ ଅଛି ବୋଧେ ବହୁତ ଦୁଷ୍ଟ ହେଠୁ ଆସିଲେ ଭାବୁଛନ୍ତି କିନ୍ତୁ ଦେଖୁଥିବେ ଆପଣମାନେ ଭାରି ଦୁଷ୍ଟ ହେଉଛନ୍ତି ଆଉ ଏଠି ଆସି ସାଙ୍ଗେ ସାଙ୍ଗେ ଦୋଳି ଫୋଳି ଲାଗିଗଲାଣି ସାଙ୍ଗେ ସାଙ୍ଗେ ପାର୍କ ମିଳିଲାଣି ଦୋଳି ଖେଳିବି ସାଙ୍ଗେ ସାଙ୍ଗେ ଏବେ ଆମେ ଭିତରକୁ ଯାଉଛୁ ଟିକେଟ୍ କରିବୁ ରୁଟ୍ ପାଇଁ ରୁଟ୍ ଖେଳିଯିବୁ ଏପଟୁ କିଛି ନୂଆ ଏକ୍ସପିରିଏନ୍ସ କରିବା ଚାଲ ଦେଖିବା ରୂପାଙ୍କ ପାଖରେ ଗୋଟେ ବି କରିଥିଲା ସେଇଟା ଥିଲା ଆମେ ଦୁଇଟା ଗୋଟେ ହେଇଛି ମୁଁ ତାକୁ ଜଏଣ୍ଟ କଲେ ଯେଉଁଟାକି ଆପଣ ଦେଖିବେ ସମସ୍ତେ ଦେଖାଯାଉଛନ୍ତି କେବଳ ରାସ୍ତାଘାଟ କେତେ ସୁନ୍ଦର ଦେଖାଉ ଦୂରରୁ ଗୋଟେ ନୂଆ ଏକ୍ସପିରିଏନ୍ସ ଆପଣମାନେ ଯେବେ ଯାଉଛନ୍ତି ରୁଟ୍ରେ ଯାଆନ୍ତୁ ବହୁତ ନୂଆ ଏକ୍ସପିରିଏନ୍ସ ବହୁତ ଭଲ ରହୁଛି ଗଭର୍ଣ୍ଣମେଣ୍ଟ ବହୁତ ଭଲ ଜିନିଷ କରିଛି ଲୋକ ଗୋଟେ ନୂଆ ଏକ୍ସପିରିଏନ୍ସ କରି ଯେବେ ତାଙ୍କୁ ଲାଗିବ ସେମାନେ ବାହାରକୁ ଯାଇଛନ୍ତି ଆମେ ବି ଚାଲନ୍ତୁ ଯିବା ଦେଖିପାରୁଥିବେ କେତେ ସାରା ଲୋକ ଏଠି ଲାଇନ୍ରେ ଲାଗିଛନ୍ତି ଆମେ ବି ବଢ଼ିଆ ଲାଇନ୍ ଲାଗିଗଲୁଣି ଆସିକିନି ଲାଇନ୍ରେ ବସିଛୁ ଅପେକ୍ଷା କରି ଉପରେ ବହୁତ ସାରା ଲୋକ ବହୁତ ସାରା ଅପେକ୍ଷା ଏମିତି ଅପେକ୍ଷା କରି ଅଧଘଣ୍ଟା ପରେ ଆମ ଲାଇନ୍ ଆସିଥିଲା ଆଉ ଆମେମାନେ ବି ଯାଇଥିଲୁ 4 ଜଣ କାରଣ ରୁଟ୍ରେ ଅଧେ ଲୋକ ଛାଡ଼ୁନି 4 ଜଣ ଲେଖା ହିଁ ଛାଡ଼ୁଛି ଆମେ ଯାଉଛୁ ଦେଖନ୍ତୁ କେମିତି କ'ଣ ଯାଉଛନ୍ତି ନିଜର ତ ଭିଡ଼ିଓ କରିହେବନି ଅନ୍ୟ ଭିଡ଼ିଓ କରିଦେଇଛି ସେଥିପାଇଁ ଝୁମ୍ କର ଝୁମ୍ କଲେ ଜଣା ପଡ଼ିବ ସେଥିରେ ଗଧା ହବ ଗଧା ହେଇଯାଏ ଫୁଲ ଭଳିଆ ଗଦା ଲାଗେ ଓପନ୍ କରୁଛି ବୁଝିଲ ସେ ଫୁଟିଲେ ଫୁଲ ହେଇଯିବ ଗଳି ପଡ଼ିବନି ଦେଖୁଥିଲ ନା ଖାଏ ବୋଲି ମୁଁ ସେଠି ଠିକ୍ ଦେଖେ ମୋର କେତେ ମଜା ହେଉଛି ଏ ମା ଏତେ ଲମ୍ବା ଲାଇନ୍ ଏଇଠୁ ଠିଆ ହେବ ନା ହଁ ମୁଁ ସାରା ବାଇଶରେ ଯିବେ ଆମର ତ ଓଲା ଓଲି କରିପାରିବିନି ଭିଡ଼ିଓ ନା ଏଥିପାଇଁ ମୁଁ ଆଉ ଲୋକଙ୍କର କରିଦେଉଛି ହଁ କରୁଛି ବା ଫାଙ୍କା ଯିବ ନା ଆଉ ଦୁଇଟା ଲୋକ ଯାହେଲେ ସେ ବସେଇବ କାହିଁ ଦେଉଛୁ ମା ଯା ଏବେ ଦେଖଉଛି ଆମେ ବଚ୍ଚା ପାଟି ବସିଗଲେ ମା ଟାଟା ଆରେ ତମେ ବଡ଼ ଗୋଟେ ଏପଟ ସେପଟ ଗୋଟେ ବସ ହଁ ସିଏ ଯାଉଛି ବସ ଏ ବସ এই ঝুলিব সাইড গিব ধাপি ধাপি ভারি তাঙ্কর ইয়ে চললা বাই দেখা উপরে এই এমতি করে স্টপ লেখিছি সেমতি করনি এদিকে লেখা হয়েছি এই এমতি করনি লেখা হয়েছে স্টপ আসলা পরে কইবি কাহিଁକି ଲେଖା ହେଇଛି
ଆସିଲା ପରେ କହିବି ସେଠୁ ଆସିକି ତଳେ ଯାଇ ବୁଲାବୁଲି କଲାବେଳେ କହିବି ପଳେଇଲେ ଆମେ ଯିବା ଆମ ଗାଡ଼ି ଆଉଛି ସବାରି ଆସିଗଲା ରୂପା ଶାଶୁଘର ଯିବା 2 ନମ୍ବର ସବାରି କନ କନ ହୁଅନି ମତେ ଡର ଲାଗୁଛି ତରତର ହୁଅନି ସେ ଓହ୍ଲାନ୍ତୁ ଆମେ ଯିବା ଭାଇ ସେ ଝୁଲୁଛି ରେ କିଛି ଜଣା ପଡିବନି ବସ୍ ଉପରେ ଆମେ ଯାଉଛୁ ମାଙ୍କ ପାଖକୁ ଆମେ ଚାଲିଲୁ ମାଙ୍କ ପାଖକୁ ପୁରା ସେ ଉପରକୁ ଦେଖା ବି ଯାଉନି ଚାଲିବୁ ମାଲୋ ବଢିଆ କିଛି ଲାଗିବନି ଆରାମସେ ଯିବୁ କିଛି କଣ ଲାଗୁଛି ବସିକି କିଛି ଜଣା ପଡୁଛି କିଛି ଡର ଫର ବି ବାଡିବନି ତଳକୁ କଣ ଲାଗିଛି ମଜା ଲାଗୁଛି କିଛି ଲାଗିବ ଆଇଲା ଏପଟେ ଆସିବ ଏଇଥିରେ ବା ଟୋଟାଲି ବାଡିବନି ଏଥିରେ ବଢିଆ ଲାଗିବ କିଛି ଜଣା ପଡୁଛି ଯାଉଛ ବୋଲି କଣଟା ଗମ ଖାଲି ସାଉଣ୍ଡ ହଉଛି ଲାଗିଛି ନା ଇଏଟା ଯାଉ ସେଲ୍ଫି ଗୋଟେ ନବାନି ପାଉ ସେ ତଳକେ ଦେଖା ହଉଛି ଟିକେ ଟିକେ ସେଲ୍ଫି ଗୋଟେ ନିଅ ନାଉନି ସେ ପଡୁ ଭିଡିଓ ତ ଜଲ୍ଦି ପଳେଇଲେଣି କେତେ ବାଟକୁ ଟିକେ ସ୍ପିଡି ଅଛି ତଳେ ବା ଉପରକୁ ଗଲେ ଝୁକେଇବ ୱାଓ ଏ ଦେ ଆମୁ ଦେ ଏ ତୁ ବି ଆସୁନୁ ହବ ନାହିଁ ବା ତ ଆସିବ ନାହିଁ ବା ଇସ୍ ଲାଗିଲା ଡର ମାରୁଛି ନା କିଛି ଲାଗିବନି କିଛି ଲାଗୁନି ଏ ବଢିଆ ଲାଗିବ ବା ଆମେ ଇଏ ନା ଭାଉ ରୂପା ଦେଖେ ତଳକୁ थोड़ा है सीन देख आया तू छिया है ना हल्लू चलो ना होना आई साई से बॉड है ना तू हलचल नहीं हो हल्ली बाबा कीटा ना बारंबार कहले रे साई हो एठी एटा वाटर देखो तो बड़ी डर लागुची तो डर लागुची डर को नहीं झूली ले डर देखो तो ओई टाइम में आया कबाट फबाट गोड़ दने याडी गोड़ देई केमिति लागुची रूपा आपण केन लागुची से राधे राधे गाइलानी एते डर पहुंचे पाखे पाखे गले देखी देखी तल करते आम सीढ़ी चढ़ी ऊपर आसी पहुँची गलु रूप तो ओल्ल पड़ू आते जल्दबाजी भिडियो करी एवं आम से पहुँची गलु सीढ़ी चढ़ी ऊपर देखिपे बहुत सुंदर नजारा माँ का मंदिर सेपटे देखा भितर को मोबाइल आलाउ ना जोटा कि मु फास्ट गेट रे एंट्री कला वीडियो किछटा कर वीडियो बन पारनी कारण ता भितर को अलरेडी मना ही मोबाइल नवा माँ का दर्शन करवा मोबाइल रे मना से नहीं आपण मैंने नेट मारी देखिपारे माँ तारातारिणी को बहुत ही आकर्षित देवी देखिए ये गोटे कथा अच्छी माता सती जी थे शिवंकर प्रथम स्त्री माँ सती किसी अंग ये पड़ता जोटा कि शक्तिपीठ यहाँ माँ तारातारिणी दी भौणी चलते देखा मंदिर केमती कौन ता भीतर किए बाबा
ଦିଦି ଏମିତି କ'ଣ ଭାଷା କଥା ହେଉଛନ୍ତି ମଙ୍କି ମାନେ? ଦର୍ଶନ ସାରିକି ଆମେ ଏବେ ଫେରୁଛୁ ମାଙ୍କ ମନ୍ଦିରରୁ। ଏଇଠୁ ମହାଦେବ ମୁଣ୍ଡିଆ ମାରିଦିଅ, ମା ଏଠି ବସନ୍ତି ବୋଧେ ଆସିକି। ନାରାୟଣ ମନ୍ଦିର ମନା ହେଇଛି, ସେ ଫଟୋ ଉଠଉଛନ୍ତି ଏଇখানে। ବାହାଘର ହଉଛି ନା ଆମେ ସେ ନଈରେ ପଶିଥିଲେ ଏଠି। କୋଉ ଛାତ? ମନ୍ଦିର ଛାତ ନା କୋଉ ଛାତ? ହେ ଛାତ ନୁହଁ, ଏଇଟା ପାର୍କିଂ କରାହେଇଛି, ଖସିବନି ବୋଲି। ପଥର ପ୍ୟାକିଂ ହେଇଛି, ଦେଖା କଣ ମୁଁ କହୁଥିଲି ପଥର ପ୍ୟାକିଂ ସେଇଟା ବି ସେଇଆ ହେଇଛି। ଛାତ ପଡୁଛି ଭାଇ, ତୋତେ ଗଲେ ବାଟରେ ଦେଖେଇଦେବି। ଏଇଟା ପଥର ପ୍ୟାକିଂ ଗୁଡାକ ଏଇ ଯେ ଦେଖ ବୁଲିବା ପାଇଁ ହେଇଛି, ସେଇଟା ହେଇଗଲାଣି ଅଧା ଅଧି କାମ, ଏଇଟା ହେଇନି। ଲୋକମାନେ ଠିଆକି ଦେଖିବା ପାଇଁ ବାଡ଼ା ଫାଡ଼ା ଲାଗିଲାଣି ସେଇଟା। ମତେ ଆଉ ଦେ ଟିକେ ନା କରୁଛି। ଏଇ ଆଇଲାଣି ହିରୋଇନ ଆଇଲାଣି। ଦେ 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 ପୁଅ ଦେ, କାଇଁ ଫୋପାଡୁ କାହିଁକି? ଆମେ ଯିବା ପାଇଁ ରେଡି ହେଇଗଲୁଣି। ପେଟ ବଢିଆ ତ ପିଲାମାନେ ଯିବା ପାଇଁ ପୁରା ରେଡି। ଥିଲୁ ତ ଏକା ସାଙ୍ଗେ ଆସିବା ଅସମ୍ଭବ, ଆମେ ସମସ୍ତେ ଅଲଗା ଅଲଗା ଆସିଥିଲୁ। ରୂପା ତାଙ୍କର ଦିଦିଙ୍କ ସାଙ୍ଗରେ ଆସିଥିଲେ, ମୁଁ ବଡ଼ ଛାନ୍ଦିଦିଙ୍କ ସାଙ୍ଗରେ ଆସିଥିଲି। ଅଲଗା ଅଲଗା ଆସିଥିଲୁ, ଅଲଗା ଅଲଗା ଭିଡ଼ିଓ ବନେଇଛୁ। ଆମଙ୍କର ପାର୍କରେ ଖେଳିବା ବହୁତ ଇଚ୍ଛା ଥିଲା, ସେଥିପାଇଁ ତାପରେ ଆମେ ପାର୍କକୁ ଯାଇଥିଲୁ ଆଉ ବୁଲାବୁଲି କରିଥିଲୁ। ଏମିତି ମଜା ତାର ଏକ୍ସପିରିଏନ୍ସ ଥିଲା। ଆପଣମାନେ ବି ଆସନ୍ତୁ, ମାଆଙ୍କ ଦର୍ଶନ କରନ୍ତୁ ଆଉ ଏମିତି ଏକ୍ସପିରିଏନ୍ସ ନିଅନ୍ତୁ ଯେମିତି ଲାଗିବ ବାହାରକୁ ଆସିଲା ପରିକା। ହେଇଗଲେ ଧୀରେ ଧୀରେ ବସୁଛି ସ୍ଲୋ ହେଲା। କରୁଥିବେ ଏବେ ମନ୍ଦିରରୁ ଆମେ ତଳକୁ ଫେରୁଛୁ। ରୂପା ତାଙ୍କର ଅଲଗା ଫେରୁଛନ୍ତି ଆଉ ମୁଁ ବି ଅଲଗା ଫେରୁଛି, କିନ୍ତୁ ଆମେ ଦୁଇ ଜଣଙ୍କର ଭିଡ଼ିଓ ମୁଁ ଜଏଣ୍ଟ କରିଦେଇଛି, ଯେଉଁଥିପାଇଁ କି ଆମର ଭିଡ଼ିଓ ଏକା ସାଙ୍ଗରେ ଆସୁଛି। ଅଲଗା ଅଲଗା ଭିଡ଼ିଓ ଯାଉଛୁ, ମୁଁ ତ ଏକା ସାଙ୍ଗେ ଯାଇ ହେବନି। ସମସ୍ତେ ଅଲଗା ଅଲଗା ଆସିଥିଲେ, 4 ଜଣ ଲେଖା। ଆମ ଫ୍ୟାମିଲି ତ ଆମେ 10 ଜଣ ଯାଇଥିଲୁ ଛୁଆଙ୍କୁ ମିଶାଇକି। ସେଠି ଛୁଆଙ୍କର ବି ଟିକେଟ୍ ହେଉଛି, ଛୋଟ ପିଲା କ'ଣ 110 ଡିଗ୍ରୀ ଗୋଟେ କ'ଣ ଧରିଛନ୍ତି, ସେଇଠୁ ଅଧିକା ହେଲେ ଛୋଟ ପିଲାଙ୍କର ଟିକେଟ୍ ଲାଗିବ। ଆମ ପିଲା ତ ବଡ଼ ହେଇଗଲେଣି, ଯେହେତୁ 10 ବର୍ଷ କାହାକୁ 8 ବର୍ଷ, ସେ ବଡ଼ ହେଇଗଲେଣି, ତାଙ୍କର ବି ଟିକେଟ୍ ଲାଗିଥିଲା। ଆମେ ତଳକୁ ଆସି ପହଞ୍ଚି ଗଲୁଣି। ଏଠି ମା ତାଙ୍କର ବସିକି ଖାଇଲେଣି ପପକର୍ନ ମା ଖାଉଛନ୍ତି। ଆଉ ଏଠୁ ଆମେ ବାହାରି ଯିବୁ ଡାଇରେକ୍ଟ ଖାଇବା ପାଇଁ। ବହୁତ ସାରା ଭୋକ ଲାଗିଲାଣି ଆଉ ଲେଟ୍ ଆସି ହେଲାଣି, ଦିନ 1, 1:30, 2ଟା ଆସି ପାଖାପାଖି ହେଇଗଲାଣି ଟାଇମ୍।
ପାଖାପାଖି ହେଇଯିବ ଟାଇମ୍। ଆମେ ତଳେ ପହଞ୍ଚିଲୁ ପୁରା ଥକି ବି ଗଲୁଣି, ବହୁତ ସାରା ଖରା ଉପରେ ହେଇଥିଲା ଆଉ ବ୍ଲଗ୍ କରିବାକୁ ପ୍ରେସେନ୍ସ ନଥିଲା। ରୂପା କିନ୍ତୁ ଟିକେ ମଙ୍କିମାନଙ୍କ ସହିତ ଉପରେ ହେଉଥିଲେ, ତାଙ୍କୁ ତ ଭାରି ପସନ୍ଦ ପଶୁପକ୍ଷୀ, ସେ ଟିକେ ଦେଖିକି ଖୁସି ଯାଇଥିଲେ। ଆମ ଏରିଆରେ ବି ବହୁତ ସାରା ମଙ୍କି, କିନ୍ତୁ ତାଙ୍କୁ ସେଠିକା ମଙ୍କି ଭାରି ପସନ୍ଦ ହେଇଥିଲା, କାରଣ ସେମାନେ ଗୋରା ଗୋରା ଥିଲେ ବୋଧେ, ସେଥିପାଇଁ। କିଛି ଯାହା ବି ହଉ ରୂପା ତାଙ୍କୁ ସୁରକ୍ଷା ଖାଇବା ଦେଉଥିଲେ, ଆଉ ଭାଇ ଛୁଆ ସବୁ ମିଶି ଯାଇଥିଲେ ପୁରା। ସେଠି ସେମାନେ ବହୁତ ସାରା ମଜା କଲେ। ଏବେ ଆମେ ଫେରି ଯାଉଛୁ ଘରକୁ। ବାଟରେ ଗଲାବେଳେ କ'ଣ ଦୁଇଟା ଖାଇଦେବୁ, ଆଉ ରାତି ଯାଇ ଘରେ ପହଞ୍ଚିଯିବୁ। ଯାଉ ଗୋଟେ ତାଙ୍କର ପ୍ଲାନିଂ ହେଲା, ସେମାନେ ଯିବେ ଅଲଗା ଗୋଟେ ଜାଗାକୁ। ବାଟରେ ଗୋଟେ କ'ଣ ପଡ଼ିବ, ସେଟା ତା ନାଁ ଥିଲା ଟାମ୍ପରା ସମଥିଙ୍ଗ। ଆମେ ଏବେ ସେଠି ପହଞ୍ଚି ଯାଇଛୁ। ଆଉ ଦେଖିପାରୁଥିବେ ବହୁତ ସୁନ୍ଦର ନଜାରା। ସେଟା ଆକ୍ଚୁଆଲି ଗୋଟେ ରିଜର୍ଟ ଆଉ ହ୍ରଦ ଟାଇପ୍ର ସାଇଡ଼୍ଟା ରହୁଛି। ବହୁତ ସୁନ୍ଦର ଦେଖାହେଉଛି ଭିୟୁଟା, ଯେଉଁଟାକି ଆପଣ ଦିନ ବେଳା ଆଉ ସୁନ୍ଦର ଲାଗିବ। ଆପଣ 4ଟା ବେଳେ ଆସିବେ, ଠିକ୍ 4ଟା ବେଳେ ଆସିବେ, ସୂର୍ଯ୍ୟ ବୁଡ଼ି ଆସିଥିବେ, ଆଉ ରିଜର୍ଟରେ ଲାଇଟ୍ ସବୁ ଆକ୍ଟିଭ୍ ହେଇ ଆସୁଥିବ, ଆଉ ବହୁତ ସୁନ୍ଦର ଲାଗିବ। ଆମେ ତ ଆସିକି ପହଞ୍ଚୁ ହେଇଗଲା ପାଖାପାଖି 6:30 7ଟା। ଆଉ ଏଠି ଅଲରେଡ଼ି ଅନ୍ଧାର ହେଇଯାଇଥିଲା, ଯେଉଁଟାକି ଆମେ ସେ ନଜାରା ଦେଖିପାରିଲୁ ନା। ବୋଟିଂ ସବୁ ବନ୍ଦ କରିଦେଇଛି କ'ଣ ପାଇଁ, ସେ ରିଜର୍ଟରେ ବୋଟିଂ ତ ନଥିଲା, ଖାଲି ଆମ ଛୁଆମାନେ ବୁଲାବୁଲି କରି ବୋରିଂ ହେଇଗଲେ। ଏବେ ଦେଖନ୍ତୁ ଛୁଆମାନେ ଆମର କ'ଣ କହୁଛନ୍ତି, ବହୁତ ସାରା କମ୍ପ୍ଲେନ୍ ତାଙ୍କର। ଆଉ ବାଟରେ ଗଲାବେଳେ ତାଙ୍କର ଆହୁରି ବେଶୀ କମ୍ପ୍ଲେନ୍, ଆମକୁ କ'ଣ ପାଇଁ ଆଜି ଆଇଁଷ ଖାଇବାକୁ ଦେଲନି, ଆଇଁଷ ବାର ଥିଲା। ଆମର ଆଇଁଷ ବାର ଥିଲା, କିନ୍ତୁ ଛୁଆମାନେ କେହି ଆଇଁଷ ଖାଇନଥିଲେ, କାରଣ ମାଆଙ୍କ ପାଖକୁ ଯାଉଥିଲୁ। ଯାହା ବି ହଉ, ଛୁଆଙ୍କ କମ୍ପ୍ଲେନ୍ ଆମେ ଆଉ ଶୁଣିବୁନି। ଆମେ ଆମର ଚାଲୁ, ଟିକେ ବୁଲାବୁଲି କରିବୁ, ମାଇଣ୍ଡ ଫ୍ରେଶ୍ କରିବୁ, ଆଉ ତାପରେ ଘରକୁ ବାହାରିଯିବୁ। କାରଣ ଲେଟ୍ ହେଲା ବେଳକୁ ବାଟରେ ବହୁତ ସାରା କୁହୁଡ଼ି ହେଇଯାଉଛି, କୁହୁଡ଼ିରେ ଯାଇ ହିଁ ହେଉନି। ଆଉ ସବୁଠୁ ବଡ଼ ମଜା କଥା ହେଉଛି, ଏପଟେ ରାସ୍ତାରେ ଗଲାବେଳେ ଗୋଟେ ଗାଁ ନାଁ ପଡ଼ୁଛି, ଯାହାର ନାଁ ହେଉଛି କୁହୁଡ଼ି। ବାଟ ସାରା କୁହୁଡ଼ି, ଆଉ ଗାଁ ନାଁ କୁହୁଡ଼ି ଶୁଣିକି ଆମ ବାଟରେ ବହୁତ ସାରା ହସିଥିଲୁ। ଆଉ ମଜାମସ୍ତିରେ ଆମ ଟାଇମ୍ କଟିଯାଇଥିଲା, କେତେବେଳେ ଜଣା ହିଁ ପଡ଼ିନଥିଲା। ଫୋନରେ ଗୋଟେ ଦେଖାଉଛି କେତେ ବড় ହେଯାଏ କୁଆଡ଼େ ଲମ୍ବିଛି ପୁରା ବାବା। ହଁ ଆଇଲେ ମାମା ଫୋନ କରିଥିଲେ। ସେଇ ଗେମିଂ ପା ଭିତରେ ଥିଲା, ସିଆଡେ ନା ସେ ତା ଭିତରେ ଗେମିଂ ଥିଲା। କଣ ଆଗକୁ ଗଲେ ଦେଖେଇଛି ନା ଭିତରକୁ ଯୋଉ ଗାଧି ତମେ ଯାଅ। ସବୁଠୁ ବେଶୀ ହଇରାଣ ହେଲୁ ଖାଇବା ପାଇଁ, କାରଣ ଆମେ କଟିକିଆ ମାତ୍ରକେ ଖାଇବା ଆମର ପୁରା ଅଲଗା ପ୍ରକାର। ଏଇଟା ତ ଯେଉଁମାନେ କଟିକିଆ ହେଇଥିବେ ସେମାନେ ଜାଣିଥିବେ। ଖାଇବା ସବୁଠୁ ଭିନ୍ନ ଆମର ଏଠିକା ଖାଦ୍ୟ, ଆଉ କେଉଁଠି ମିଳିବନି। ସବୁଠୁ ବେଶୀ କରି ଦହିବରା। ଆଉ ଏଠି ଖାଇବା ପାଇଁ ବ୍ରହ୍ମପୁର ସାଇଡ଼୍ ପୁରା ତେଲୁଗୁ ଟାଇପ୍ର ଖାଦ୍ୟ, ଯେମିତି ତାଙ୍କର ସାମ୍ବର ସବୁ ଏଇ ଟାଇପ୍ର ଖାଇବା। 4-5ଟା ହୋଟେଲ ବୁଲିଲୁ, ଆଉ ଖାଇବା ସବୁଠି ସମାନ। ତ ଟେନସନ୍ ହେଇଯାଇଥିଲୁ କ'ଣ ଖାଇବୁ। ଖରାବେଳୁ ବି ସେମ୍। ଆଉ ରାତିରେ ଆସି ପହଞ୍ଚିଲୁ ଗୋଟେ NH ସାଇଟ୍ ହୋଟେଲରେ। ସେଠି ତଡ଼କା ବଗେରା କିଛି ଥିଲା, ତ ଭାବିଲୁ ଭୁବନେଶ୍ୱର ଟାଇପ୍ ଅଫ୍ ଖାଇବା ହେଇଥିବ, କାରଣ ପାଖାପାଖି ଭୁବନେଶ୍ୱର ପାଖାପାଖି ହେଇଯାଇଥିଲା। ସେତ ରାତି 11ଟା ହେଲାଣି, ଆଉ ଆମେ ଭୋକରେ ପୁରା ଚର୍ଚର ହେଇଗଲୁଣି। କ'ଣ ଖାଇବୁ, ସେଠି ଯାଉଛୁ ଏବେ ସେଇଠି ବି ଖାଇଦେବୁ। ଖାଇବା ତ ଟେଷ୍ଟ ନଥିଲା, କିନ୍ତୁ ଜୀବନ ବିକରେ ଖାଇଲୁ। ଏବେ ଆମେ ଫେରି ଯାଉଛୁ ଘରକୁ। ଆପଣମାନଙ୍କୁ ମୋ ବ୍ଲଗ୍ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ କହିବେ। ମୁଁ ତ ଏଠି ମୋ ପିଲାଇ ବସିଛି, କାରଣ ମୋତେ ଭୋକରେ ପୁରା ମୋ ଦେହ କ'ଣ ହେଇଗଲାଣି, ମୋତେ ଭଲ ଆଉ ଲାଗୁନି। ବହୁତ ରାତିରେ ହେଇଗଲାଣି, ନିଦ ମାରୁଛି। ଗାଡ଼ିରେ କ'ଣ ଶୋଇବ, ଗାଡ଼ିରେ ଗୋଟେ ଶୋଇବାକୁ ଭଲ ଲାଗେ। ତ ଏବେ ଆମେ ଘରକୁ ଫେରି ଯାଉଛୁ। କମେଣ୍ଟ କରି କୁହନ୍ତୁ ଆପଣମାନଙ୍କୁ ବ୍ଲଗ୍ଟା କେମିତି ଲାଗିଲା। ଅଛି ସାଙ୍ଗମାନେ, ନମସ୍କାର। ରହିବା ପୂର୍ବରୁ ଆପଣମାନେ ଯଦି ମୋ ଚ୍ୟାନେଲ୍ ନୂଆ ଅଛନ୍ତି, ତାହେଲେ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ ମୋ ଚ୍ୟାନେଲ୍କୁ।